ମୋ ନାଁ ହେଉଛି ଉମାକାନ୍ତ ସାମଲ। ମୁଁ ଯେଉଁ 2 ନମ୍ବର ଠାକୁର ବସୁଛି ପଳସା ଗ୍ରାମରେ ଲୋକ। ଆଗରୁ ତ 1975 ମସିହାରୁ ଏ ମେଲଣ ମୁଁ ଛୋଟଟେ ହେଇଥିଲି। ଆମର ଯିଏ ଉଦ୍ୟୋକ୍ତା ନରେନ୍ଦ୍ର କୁମାର ପାଢ଼ୀ ସିଏ ବି ଆଜି ଇଏ ଧାମ ପରିତ୍ୟାଗ କଲେଣି, ସେ ନାହାନ୍ତି। ସଚ୍ଚିଦାନନ୍ଦ ସାହୁ, ନରେନ୍ଦ୍ର କୁମାର ଦାସ, ସୁରେନ୍ଦ୍ର କୁମାର ପୋଇ ଏମିତି ବହୁ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ମାଧ୍ୟମରେ ଇଏ ମେଲଣଟି ପରିଚାଳନା କରାଯାଇଥିଲା। ମେଣ୍ଢାଘର ପଡ଼ିଆର ବହୁତ କାରଣ ଅଛି। ସେଇଟା ହେଉଛି ଗୋଟେ ଏମିତିକା ସଂସ୍ଥା ମେଣ୍ଢାଘରଟା। ସେଇଟା ଠାକୁର ଏଠି ଏକାଦଶୀ ଦିନ କତରୁ ବାହାରନ୍ତି। ସିଏ ବାଚ ବିଚାର ତାଙ୍କର କିଛି ନଥାଏ। ମେଣ୍ଢାଘର ପୋଡ଼ିକି ଯିବାର ମୁଖ୍ୟ କାରଣ ହେଉଛି କ'ଣ ଯେ ଇଏ ଦ୍ୱାପର ଯୁଗର କଥା, ଏ ଯୁଗର କଥା ନୁହଁ। ଇଏ ଯେତେବେଳେ ରାଧାଦେବୀଙ୍କି ଏ ଭୂତ ଲାଗିଥିଲା, ତାଙ୍କୁ ଆଉ ଗୁଣିଆ କେହି ଛଡ଼େଇ ପାରିନଥିଲେ। ଏକମାତ୍ର ତାଙ୍କର ଗୁଣିଆ ଥିଲେ ରାଧା ନା କୃଷ୍ଣ। କୃଷ୍ଣ ସେଦିନ ଯେତେବେଳେ ନନ୍ଦଙ୍କ ଘରେ ଯାଇକି ପହଞ୍ଚିଥିଲା ଖବର ଯେ ରାଧାଙ୍କୁ ଭୂତ ଲାଗିଛି, କେହି ଆଉ ଛଡ଼େଇ ପାରୁନାହାନ୍ତି। ସେଠି ନନ୍ଦ ଆଉ ଯଶୋଦା ବାହାରିଥିଲେ। ବାହାରିଲା ପରେ ତାଙ୍କ ସହିତ ଭଗବାନ କୃଷ୍ଣ ମାନେ ବି ଯାଇଥିଲେ। ମାନେ ଯିଏ ଗୁଣିଆ ସିଏ ଡାହାଣୀ, ଯିଏ ଡାହାଣୀ ହେଇକି ଲାଗିଛି ସିଏ ଗୁଣିଆ ହେଇକି ଗଲା। ଯେତେବେଳେ ବହୁତ ଆସିଛନ୍ତି, ଅନେକ ଗୁଣି ଗାଉଣୀ ଲୋକ ସବୁ ଆସିଛନ୍ତି, ସମସ୍ତେ ପରାସ୍ତ ହେଲା ପରେ ସେଠୁ ଭଗବାନ କୃଷ୍ଣ କହିଛନ୍ତି ବାପା ମୁଁ ଟିକେ ଝାଡ଼ିବି ଦେଖିବା କ'ଣ ହେଉଛି। ତାପରେ ସେ ଆସ୍ତେ ଆସ୍ତେ ହେଇଛି। ସେଇଦିନ ପାଖରୁ ଏ ସଂସ୍ଥାଟା ଆରମ୍ଭ ହେଇଛି। ଯେ ସେଇଦିନ ସେମାନେ କହିଥିଲେ କି ଭଗବାନ କୃଷ୍ଣ କହିଥିଲେ ଯେ ପ୍ରତ୍ୟେକ ଏଇ ହୋଲି ପର୍ବ ଯେଉଁଟାକି ହେବ, ଯେଉଁଟାକି ଆମର ହାନ୍ଦୋଳା, ଯେଉଁଟାକୁ ଆମର ବିମାନ ବୋଲି କହୁଛନ୍ତି, ସେଇଟାକୁ ଦୋଳଯାତ ବୋଲି କୁହନ୍ତି, ସେଇଟା ଦୋଳ ବୋଲି କୁହନ୍ତି। ପ୍ରତ୍ୟେକ ଘରକୁ ଭଗବାନ କୃଷ୍ଣ ଯିବେ, ତାଙ୍କ ସହିତ ରାଧା ଆଉ କୃଷ୍ଣ ଯିବେ। ଯାହା ସମସ୍ତଙ୍କ ଘରେ ଯାଇ ଭୋଗ ପାଇବେ। ଯେଉଁ ସେମାନଙ୍କୁ ଇଏ ଯାହା ଘରକୁ ଯିବେ ତାଙ୍କୁ ଆମନ୍ତ୍ରଣ କରାଯିବ। ସିଏ ମାଇ ଗୋବରରେ ଲିପିବେ, ସେଠି ଯାଇକି ଦୋଳ ମଣ୍ଡପ ବସିବ। ତାପରେ ସେଠି ଭୋଗ ରାଗ ଖାଇବେ, ତାପରେ ଠାକୁର ଫେରିବେ। ସେଇଦିନ କତରୁ ଇଏ ଗୋଟେ ଭାଇଚାରାର ସମ୍ପର୍କ ରହିଛି, ଯାହାକି ସବୁ ସମ୍ପ୍ରଦାୟର ଲୋକ ଏକୁ ପାଳନ କରନ୍ତି। ରାହାସ କୁମାର ମଲ୍ଲିକ, ଆମ ଏଇ ଯେଉଁ ଐତିହାସିକ ଚୂଡ଼ାକୁଟି ମେଳନର ସକ୍ରିୟ କର୍ମୀ। ଏବଂ ପ୍ରଥମେ 1975 ମସିହାର ଏଟା ସ୍ଥାପନ କରାଯାଇଥିଲା ପଞ୍ଚୁଦୋଳ ମେଳନ। ଏଠି ସ୍ୱର୍ଗତ ନରେନ୍ଦ୍ର ପାଢ଼ୀ, ସଚ୍ଚିଦାନନ୍ଦ ସାହୁ ଏବଂ ବଂଶୀଧର ଧଳଙ୍କ ସରପଞ୍ଚଙ୍କ ସମୟରେ ଆରମ୍ଭ ହୋଇଥିଲା। ଗତ ବର୍ଷ 50 ବର୍ଷ ପୁରୀ, ଏ ବର୍ଷ ଚଳିତ ବର୍ଷ 51 ବର୍ଷର ପଞ୍ଚୁଦୋଳ ମେଳନ ମହା ଆଡ଼ମ୍ବର ଅନୁଷ୍ଠିତ ହେଉଛି। ଏଟା ଐତିହାସିକ ମେଳନ। ଆମ ଜିଲ୍ଲାର ଲକ୍ଷାଧିକ ଲୋକ ଆମ ଏ ମେଳନରେ ହୁଅନ୍ତି ଏବଂ ଆମ ଏରିଆର 2ଟି ପଞ୍ଚାୟତ ଦଇପୁର ଏବଂ ଚୂଡ଼ାକୁଟି ସବୁ ବନ୍ଧୁ ବାନ୍ଧବ ଏବଂ ଯେତେ ବାহিরে ରହୁଛନ୍ତି ଯୁବକ ଯୁବତୀ ସମସ୍ତେ ଆସି ଏ ମେଳନର ଭାଗ ନିଅନ୍ତି ଏବଂ ଆନନ୍ଦ ଉପଭୋଗ କରନ୍ତି। ଏଥିରେ ଆମର 3 ଦିନ ମେଳନ ପଞ୍ଚୁଦୋଳ ମେଳନ ପାଳନ କରାଯାଏ। ପ୍ରଥମ ମେଳନ ଆମ ସାଜସଜ୍ଜା ହେଇକି ଆସେ ବିମାନ। ଦ୍ୱିତୀୟର ଆମର ସାଂସ୍କୃତିକ କାର୍ଯ୍ୟକ୍ରମ ରହେ, ପାଲା ମେଲୋଡ଼ି ରହେ। ତୃତୀୟ ଦିନ ଠାକୁର ଆମର ସମସ୍ତେ ବିଦା ହେଇକି ଯାଆନ୍ତି। ଆଜି ଦ୍ୱିତୀୟ ଦିନ, ପ୍ରଥମ ଦିନ କାଲି ଯାଇଛି। ଆଜି ସାଂସ୍କୃତିକ କାର୍ଯ୍ୟକ୍ରମ ପାଲା ମଧ୍ୟ ଅଛି। ତ ମେଳନ ଆମର ପ୍ରାୟ 51 ବର୍ଷ ହେଇଗଲା। ଆଉ ଶୃଙ୍ଖଳାର ସହିତ ପ୍ରତ୍ୟେକ ବର୍ଷ ଚାଲିଥିଲା। ଏ ବର୍ଷ ମଧ୍ୟ ଶୃଙ୍ଖଳାର ସହିତ ଚାଲିଛି। ଆଉ 3 ଦିନ ବ୍ୟାପୀ ଏହି ଉତ୍ସବ ରହିବ। ଆସନ୍ତାକାଲି 11ଟା ସୁଦ୍ଧା ଆମର ମେଳନ ସମାପନ ହେବ। ସାଂସ୍କୃତିକ କାର୍ଯ୍ୟକ୍ରମ ଆଜି ପାଲା ଅଛି। ଆଉ ମେଲୋଡ଼ି ଫେଲୋଡ଼ି ଏମିତି ମଧ୍ୟ ପ୍ରତ୍ୟେକ ବର୍ଷ ହୁଏ, ଏଥର ମଧ୍ୟ ହେଇପାରେ। କିନ୍ତୁ ଆମର ତ ଏଠୁ ଗଲା ପରେ ଆମର ଯେଉଁ ପାରମ୍ପରିକ ରୀତିରେ ଯାଦବ ମାନଙ୍କ ତରଫରୁ ଏଠି ମଧ୍ୟ ରାଧାକୃଷ୍ଣ ମୂର୍ତ୍ତି ନିର୍ମାଣ କରାଯାଇ ପୂଜା ଉତ୍ସବ ହେଉଛି। ଏଠୁ ମେଳନ ଭାଙ୍ଗିଲା ପରେ ସମସ୍ତ ଠାକୁର ବାଡ଼ି ବା ଠାକୁର ବିମାନମାନେ ସେଠିକି ଯିବେ ଏବଂ ତାଙ୍କ ଦ୍ୱାରା
ସମ୍ବର୍ଦ୍ଧିତ ପ୍ରତ୍ୟେକ ଠାକୁର ବାଡ଼ିଆକୁ ସମ୍ବର୍ଦ୍ଧିତ କରାଯିବ, ଠାକୁରମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯିବ। ସେଠୁ ଭାଗିକି ପ୍ରତ୍ୟେକ ଠାକୁର ବାଡ଼ିକି ସମସ୍ତେ ଫେରିଯିବେ ଏବଂ ଯାଇସାରିଲା ପରେ ଆମର ଯେଉଁ ପରମ୍ପରା ଅଛି ମେଣ୍ଢା ଘର ପୋଡ଼ାଯାଏ ଠାକୁରଙ୍କୁ ଭିତରକୁ ନେବା ପାଇଁ, ସିଂହାସନକୁ ନେବା